ଶୁଭଲକ୍ଷ୍ମୀ ସହ ଡ୍ରାଇଭର ଏମିତି କଲା ଦର୍ଶକ ବନ୍ଧୁ ଆପଣ ଶୁଣିଲେ ଆଖିରୁ ଲୁହ ଝରିବ। ଆଜି ଏମିତି କିଛି ଘଟଣା ଆସିଛି ଦର୍ଶକ ବନ୍ଧୁ ଆଜିର ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସେ ଶୁଭଲକ୍ଷ୍ମୀ ସବୁଦିନ ସ୍କୁଲ ଯାଉଥାଏ ଏବଂ ସ୍କୁଲ ଛୁଟି ହେଲେ ଘରକୁ ଆସେ, କିନ୍ତୁ ହଠାତ୍ ଦିନ ଡ୍ରାଇଭର ମୋ ସହିତ ଏମିତି କରିବ ବୋଲି ସେ ବି ଜାଣିନଥିଲା। ଶୁଭଲକ୍ଷ୍ମୀ ମୋ ସହିତ ଏମିତି ହେବ ବୋଲି ଜାଣିଥାନ୍ତା ଯଦି ସେଦିନ ସ୍କୁଲ ଜମାରୁ ଯାଇନଥାନ୍ତା। ହେଲେ ସେଦିନ ମୋ ସହିତ ଏମିତି ହେବ ବୋଲି ସେ ବି ଜାଣିନଥିଲା, କିନ୍ତୁ ସକାଳେ ମାକୁ କହିକି ଯାଇଥିଲା ଯେ ମୋ ପାଇଁ ରୋଷେଇ କରିକି ରଖିଥା, ମୁଁ ସ୍କୁଲରୁ ଆସିଲେ ମୁଁ ଖାଇବି। ଶୁଭଲକ୍ଷ୍ମୀ ସ୍କୁଲରେ ପାଠ ପଢିବା ସହ ଖେଳ ଟାଇମରେ ଛାତ୍ରଛାତ୍ରୀ ମାନଙ୍କ ସହିତ ଅନେକ ମଜାମସ୍ତି କଲା। ଠିକ 4ଟା ବାଜିଲା, ସ୍କୁଲ ମଧ୍ୟ ଛୁଟି ହେଇଗଲା। ସମସ୍ତେ ସ୍କୁଲ ଛୁଆମାନେ ନିଜ ନିଜ ଘରକୁ ଯାଉଥିଲେ। ସେଥିରୁ ମଧ୍ୟ ଶୁଭଲକ୍ଷ୍ମୀ ମଧ୍ୟ ନିଜ ଘରକୁ ଯାଉଥିଲା। ହେଲେ ସେ ସମୟରେ ଡ୍ରାଇଭର ସହ ଏମିତି ହେବ ବୋଲି ସେ ମଧ୍ୟ ଜାଣିନଥିଲା। ଶୁଭଲକ୍ଷ୍ମୀ ନିଜ ଘର ଆଡକୁ ଯାଉଥିଲା। ହଠାତ୍ ସେ ସମୟରେ ଡ୍ରାଇଭର ଆସିକି ଶୁଭଲକ୍ଷ୍ମୀକୁ ଧକ୍କା ମାରିଦେଲା। ସେତେବେଳେ ଶୁଭଲକ୍ଷ୍ମୀ ଚିତ୍କାର କଲା, ମା ମତେ ବଞ୍ଚାଅ, ମା ମତେ ବଞ୍ଚାଅ। ହେଲେ ସେ ପାଖରେ କେହି ନଥିଲେ। ସେ ଡ୍ରାଇଭର ଶୁଭଲକ୍ଷ୍ମୀର ସେଇଠି ଜୀବନ ନେଇଗଲା। ମା ସେପଟେ ରୋଷେଇ କରିଥିଲା, ଶୁଭଲକ୍ଷ୍ମୀ ଆସିଲେ ଖାଇବ। ଶୁଭଲକ୍ଷ୍ମୀ ଏମିତି ଅବସ୍ଥାରେ ଆସିଲା ଯେ କେବେ ହେଲେ ସେ ଖାଇପାରିବ ନାହିଁ। ମା ଶୁଭଲକ୍ଷ୍ମୀକୁ ଦେଖିକି ଚିତ୍କାର କରି କରି କାନ୍ଦିଲା, ଝିଅ ତୋର ଏମିତି ଅବସ୍ଥା କିଏ କରିଲା ତୋର? ଏଇ ଘଟଣାଟି ଘଟିଛି ଅନୁଗୁଳ ଜିଲ୍ଲାର ଭଅଁରପାଳ ସ୍କୁଲ NH ରାସ୍ତା ପାଖରେ।